ଆଜି ମୋ ପ୍ରଭୁଙ୍କ ପ୍ରସାଦ ଖାଇ ମୋ ଆତ୍ମାକୁ ବହୁତ ଶାନ୍ତି ମିଳିଲା। ତ ଆଜି ସକାଳୁ ମୁଁ ଡ୍ୟୁଟି ଆସିକି କାମରେ ବାହାରି ଆସିଥିଲି। କାମ କିଛି କରିସାରିଲା ପରେ ଏତେ ଯେ ଗୁଳୁଗୁଳି ହେଉଥିଲା ଜମା ରହି ହେଉନଥିଲା। ଏ ଖରାରେ ପୁରା ପାଗଳ ଭଳିଆ ଲାଗୁଥିଲା। ଜଣକା ଘରୁ ଗୋଟେ ଥଣ୍ଡା ପାଣି ବୋଟଲ ମାଗିଲି, ତାପରେ ORS ମିଶାଇ ଟିକେ ଶାନ୍ତିରେ ପିଇଲି। ତ ORS ପାଣି ପିଇ ସାରିଲା ପରେ ଟିକେ ତ ଭଲ ଲାଗିଲା। ଏତେ ଯେ ଗରମ ହେଉଥିଲା ମୁଁ ଶୋଇ ନପାରି ଜଣକା ଘରୁ ବିଛଣା ମାଗିକି ବିଞ୍ଚି ବିଞ୍ଚି ଚାଲିଲି। ମୋତେ ଟିକେ ଭଲ ଲାଗୁଥିଲା। ସେଠୁ ଆମେ କାମ ସାରି ଆସି କ୍ୟାମ୍ପ ପହଞ୍ଚି ଯାଇଥିଲେ। କ୍ୟାମ୍ପରେ ଆସିକି ଦେଖେ ତ ଆଜି ମୋ ଜଗାର ବାର୍ଷିକ ଉତ୍ସବ, ତ ସେଠି ପ୍ରସାଦ ଦିଆହେଉଥିଲା। ତ ମୁଁ ରହି ନପାରି ଚାଲିଲି ମୋ ଜଗାର ପ୍ରସାଦ ଖାଇବା ପାଇଁ। କାହିଁକିନା ମୋର ବି ବହୁତ ଇଚ୍ଛା ମୋ ଜଗାର ଟିକେ ମୁଁ ପ୍ରସାଦ ଖାଇବି ବୋଲି। ମୋ ଜଗାର ପ୍ରସାଦ ଖାଇବା ସମୟରେ ମୋ ଆତ୍ମାକୁ ବହୁତ ଶାନ୍ତି ମିଳୁଥିଲା। ଏତେ ଯେ ମୋ ଜଗା ପ୍ରସାଦର ଶାନ୍ତି ଥିଲା ତ ମୁଁ ଛାନିଆ ମାନିଆ ବହୁତ ଜଲ୍ଦି ଖାଉଥିଲି। ଆଉ ପ୍ରସାଦଟା ବି ବହୁତ ସୁନ୍ଦର ଲାଗୁଥିଲା ମୋ ଜଗାର। ତ ଖାଇଲା ବେଳେ ଥାଳି କଡ଼ରେ ଟିକେ ପାଏସ୍ ଦେଇଥିଲେ ତ ମନ ବୁଝିଲାନି ବୋଲି ମୁଁ ଗ୍ଲାସ୍ ଆଣିକି ଗିଲାସ ନେଇକି ଖାଇଲି। ଯଦି ଭିଡ଼ିଓଟି ଭଲ ଲାଗିଥିବ ଆପଣମାନଙ୍କୁ ମୋ ଜଗା ପାଇଁ ଗୋଟେ ଲାଇକ୍, କମେଣ୍ଟ, ସେୟାର କରିଦେଇକି ଯିବେ। ରହୁଛି, ଜୟ ଜଗନ୍ନାଥ।